ଆଉ ମୁଁ ଗୋଟେ ପଚାରୁଛି ତମକୁ ସୁଭଦ୍ରା ଯୋଜନା ମିଳିଛି? ମିଳିଯାଇଛି? ଭାଇ କହିଲ ଗୋଟେ ଆମ ସୁଭଦ୍ରା ଯୋଜନା ଜାଣିଛ ତ, ଯେଉଁ ଆମେ 6 ମାସକୁ 5,000 ଟଙ୍କା ମିଳିବ, ବର୍ଷକୁ 10,000 ଟଙ୍କା ମିଳିବ, ସେଇ ସୁବିଧାଟା କରାହେଇଛି, ସରକାର କରିଛି, ଜାଣିଛ ତ? ଆମ ପାଇଁ କେତେ ଖରାପ କହିଲ। ଆମେ କ'ଣ କରୁଥିଲୁ? ଆମେ ଏବେ କ'ଣ କରିବୁ? ସେଇ 5,000 ଟଙ୍କା ଉଠାଇବା ପାଇଁ ଆମେ ହିଁ ନେଇକି ସ୍ତ୍ରୀ ଲୋକଙ୍କୁ ବ୍ୟାଙ୍କରେ ଛାଡ଼ିକି ଆସୁଛୁ। ମ୍ୟାଡ଼ାମ୍ ଆପଣ ବାହା ହେଇଛନ୍ତି? ବାହା ହେଇନାହାନ୍ତି, କିନ୍ତୁ ଆଗରୁ କେତେ ଚିନ୍ତା ଆସୁଥିଲା ବାହାଘରକୁ ହେଲା। ଘର ଅଛି, ଦ୍ୱାର ଅଛି, ପଇସା ଅଛି କି ନାହିଁ, ଏଇଟା ଅଛି କି ନାହିଁ, ଲୋନ୍ ବିକ, ଜମି ବିକ, ଏଗୁଡ଼ା କେତେ କ'ଣ ଆସୁଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆମର ଏବେ ଫାଇନାନ୍ସିଆଲି ସପୋର୍ଟ ମିଳୁଛି। ମାନେ ଭାବିନିଅ ଏବେ ଏମିତି ପରିସ୍ଥିତି ଆସିଯାଇଛି, ଯଦି ପୁଅ ଘର ଯୌତୁକ ମାଗିଲେ ଠିକ୍ ଅଛି, ଝିଅ ଘର କହିପାରିବେ ଆମ ସରକାର ଦେବ, ସରକାର ଦେବ। ବରଯାତ୍ରୀ ଆମର ପୁଲିସ ବାଲା ଆସିବେ, ପିସିଆର ସବୁ ରେଡ଼ି, ସରକାର ସବୁ ସୁବିଧା କରିବେ, ଆମକୁ କିଛି କୁହନି। ଆମେ ଖାଲି କନ୍ୟାଦାନ କରିବୁ, କନ୍ୟାଦାନ ପାଇଁ ଯାହା ସୁବିଧା ହେବ ସରକାର ବୁଝିବେ। ତ ଏଇଭଳିଆ ସବୁ ସୁବିଧା ହେଇସାରିଲା ପରେ ତମେ ଜାଣିଥିବ, ଭାଇଙ୍କୁ ପଚାରିବେ, ଭାଇ ଟିକେ ନୂଆ ନୂଆ ଆସିଛନ୍ତି, ତମେ ପ୍ରଥମ ଥର ଆସିଛ ଓପନ୍ ମାଇକ୍, ଆଉ କେମିତି କ'ଣ ସବୁ ଭଲ? ସବୁ କେଉଁ ଘରେ ରୁହ ତମେ? ଭଡ଼ା ଘରେ କି ନିଜ ଘରେ ରୁହ? ପକ୍କା ଘର? এইটা কি ক্যাটেগরি? ମୁଁ ଆରେ এইଟା କି କ୍ୟାଟେଗୋରୀ? ହଁ ଗୋଟେ ଭଡ଼ା ଘର ଥାଏ, ନିଜ ଘର ଥାଏ, ପକ୍କା ଘର। ତମେ ତାହେଲେ ଅନ୍ତୋଦୟ ଯୋଜନାରେ ପଳେଇ ଆସିଛ ନା? ମାନେ ଭାବିଲ, ମାନେ ନିଜ ଘର ପୁଣି ପକ୍କା ଘର, କି ମାନେ ତମର ତ ଭାଇ ଭାଗ୍ୟ। ତମର ଲେଖା ହେଇଛି, ଗୋଟେ ବସିକି ଭଗବାନ ଲେଖିଛନ୍ତି କି ତମ ଭାଗ୍ୟଟା ଲେଖା ହେଇଛି କି ହଁ ଆକୁ ନିଜ ଘର ପକ୍କା ଘର ମିଳିବ ପୁରା ରେଡ଼ି। ଭଡ଼ା ଘର କି ଟେନସନ୍ ତମେ ଜାଣିନ। ମାଲିକ ଏରା ସବୁ ଥାଆନ୍ତି, ସେ ରକ୍ତ ଭକ୍ତ ଚୁଷିଦେବେ ପୁରା।